ଶ୍ରୀମଦ୍ ଭଗବଦ ଗୀତା ଚତୁର୍ଥ ଅଧ୍ୟାୟ 24ତମ ଶ୍ଲୋକ ସମ୍ବନ୍ଧରେ କୁହାଯାଇଛି। ପୂର୍ବ ଶ୍ଲୋକରେ କୁହାଯାଇଛି ଯେ ଯଜ୍ଞ ପାଇଁ କର୍ମ କରୁଥିବା ପୁରୁଷଙ୍କର ସମସ୍ତ କର୍ମ ବିଲୀନ ହୋଇଯାଏ। ଏଠାରେ କେବଳ ଅଗ୍ନିରେ ହୋମଯୋଗ୍ୟ ପଦାର୍ଥ ଦ୍ୱାରା ହୋମ କରିବା ଯେ ଯଜ୍ଞ ଏବଂ କେବଳ ତାହା ସମ୍ପାଦନ କରିବାକୁ କୁହାଯାଉଥିବା କ୍ରିୟା ଯେ ଯଜ୍ଞ ନିମିତ୍ତ କର୍ମ କେବଳ ତାହା ନୁହେଁ, ବର୍ଣ୍ଣ ଆଶ୍ରମ ସ୍ୱଭାବ ଏବଂ ପରିସ୍ଥିତି ଅନୁସାରେ ଯାହାଙ୍କର ଯାହା କର୍ତ୍ତବ୍ୟ ତାହା ତାଙ୍କ ପାଇଁ ଯଜ୍ଞ ଏବଂ ତାହା ପାଳନ କରିବା ନିମିତ୍ତ ଆବଶ୍ୟକ କ୍ରିୟାମାନଙ୍କୁ ନିଃସ୍ୱାର୍ଥ ବୁଦ୍ଧିରେ ଲୋକ ସଂଗ୍ରହ ପାଇଁ କରିବା ପାଇଁ ସେହି ଯଜ୍ଞ ନିମିତ୍ତ କର୍ମ କରିବା। ଏହି ଭାବକୁ ସୁସ୍ପଷ୍ଟ କରିବା ପାଇଁ ବର୍ତ୍ତମାନ ଭଗବାନ 7ଟି ଶ୍ଲୋକରେ ଭିନ୍ନ ଭିନ୍ନ ଯୋଗୀମାନଙ୍କ ଦ୍ୱାରା କରାଯାଉଥିବା ପରମାତ୍ମା ପ୍ରାପ୍ତିର ସାଧନ ରୂପକ ଶାସ୍ତ୍ର ବିହିତ କର୍ତ୍ତବ୍ୟ କର୍ମକୁ ବିଭିନ୍ନ ଯଜ୍ଞ ନାମରେ ବର୍ଣ୍ଣନା କରୁଛନ୍ତି। ଏହି ଶ୍ଲୋକର ଭାବାର୍ଥ ହେଲା, ଯେଉଁ ଯଜ୍ଞରେ ଅର୍ପଣ ଅର୍ଥାତ୍ ଶ୍ରୁବ ଆଦି ଉପକରଣ ମଧ୍ୟ ବ୍ରହ୍ମ ଏବଂ ହବନ ଯୋଗ୍ୟ ଦ୍ରବ୍ୟ ମଧ୍ୟ ବ୍ରହ୍ମ ତଥା ବ୍ରହ୍ମ ରୂପକ କର୍ତ୍ତାଙ୍କ ଦ୍ୱାରା ବ୍ରହ୍ମ ରୂପକ ଅଗ୍ନିରେ ଆହୁତି ଦାନ ରୂପକ କ୍ରିୟା ମଧ୍ୟ ବ୍ରହ୍ମ, ସେହି ବ୍ରହ୍ମ କର୍ମରେ ସ୍ଥିତ ରହୁଥିବା ଯୋଗୀଙ୍କ ଦ୍ୱାରା ପାଇବା ଯୋଗ୍ୟ ଫଳ ମଧ୍ୟ ବ୍ରହ୍ମ ହିଁ ଅଟେ। ଏଠାରେ ପ୍ରାରମ୍ଭିକ ପ୍ରଶ୍ନ, ଏହି ଶ୍ଲୋକରେ ଯଜ୍ଞର ରୂପକରେ କେଉଁ ଭାବ ଦେଖାଇ ଦିଆଯାଇଛି? ଏହାର ଉତ୍ତର ହେଲା, ଏହି ଶ୍ଲୋକରେ ସର୍ବଂ ଖଲ୍ୟୁଦଂ ବ୍ରହ୍ମ ଅନୁସାରେ ସର୍ବତ୍ର ବ୍ରହ୍ମ ଦର୍ଶନ ରୂପକ ସାଧନକୁ ଯଜ୍ଞର ରୂପ ଦିଆଯାଇଛି। ଅଭିପ୍ରାୟ ଏହି ଯେ କର୍ତ୍ତା କର୍ମ ଏବଂ କରଣ ଆଦି ବିଭିନ୍ନ ପଦାର୍ଥ ଭିନ୍ନ ଭିନ୍ନ ରୂପରେ ପ୍ରତୀତ ହେଉଥିଲେ ବି ସେସବୁକୁ ବ୍ରହ୍ମ ରୂପରେ ଦେଖିବାର ଯେଉଁ ଅଭ୍ୟାସ, ସେହି ଅଭ୍ୟାସ ରୂପକ କର୍ମ ହେଉଛି ପରମାତ୍ମା ପ୍ରାପ୍ତିର ସାଧନ, ତେଣୁ ତାହା ଯଜ୍ଞ ହିଁ ଅଟେ। ଏହି ଯଜ୍ଞରେ ଶ୍ରୋବ ହବନକର୍ତ୍ତା ଏବଂ ହୋମ ରୂପକ କ୍ରିୟା ଆଦି ବସ୍ତୁ ଭିନ୍ନ ଭିନ୍ନ ନୁହନ୍ତି। ତାଙ୍କ ଦୃଷ୍ଟିରେ ସବୁକିଛି ବ୍ରହ୍ମ। କାରଣ ଏପରି ଯଜ୍ଞ କରୁଥିବା ଯୋଗୀ ଯେଉଁ ମନ ବୁଦ୍ଧି ଆଦି ଦ୍ୱାରା ସମସ୍ତ ଜଗତକୁ ବ୍ରହ୍ମ ବୋଲି ବୁଝିବାର ଅଭ୍ୟାସ କରନ୍ତି, ସେଗୁଡ଼ିକୁ ନିଜକୁ ଏହି ଅଭ୍ୟାସ ରୂପକ କ୍ରିୟାକୁ ତଥା ଅନ୍ୟ କୌଣସି ବି ବସ୍ତୁକୁ ବ୍ରହ୍ମଠାରୁ ଭିନ୍ନ ବୋଲି ବୁଝନ୍ତି ନାହିଁ। ସେ ସବୁ ବସ୍ତୁକୁ ବ୍ରହ୍ମ ରୂପରେ ଦେଖନ୍ତି, ତେଣୁ ତାଙ୍କର ସେସବୁରେ କୌଣସି ପ୍ରକାର ଭେଦ ବୁଦ୍ଧି ରହେ ନାହିଁ। ଏଠାରେ ଅନ୍ୟ ଏକ ପ୍ରଶ୍ନ, ଏହି ରୂପକରେ ଅର୍ପଣମ୍ ପଦର ଅର୍ଥ ଯଦି ହବନ କରିବା କ୍ରିୟା ବୋଲି ମାନି ନିଆଯାଏ, ତେବେ ଆପତ୍ତି କ'ଣ? ଏହାର ଉତ୍ତର ହେଲା, ହୁତମ୍ ପଦଟି ହେଉଛି ହବନ କ୍ରିୟାର ବାଚକ। ଏଣୁ ଅର୍ପଣମ୍ ପଦର ଅର୍ଥକୁ ମଧ୍ୟ କ୍ରିୟା ବୋଲି ମାନିନେଲେ ପୁନରୁକ୍ତି ଦୋଷ ଆସିଯିବ। ନବମ ଅଧ୍ୟାୟର 16 ଶ୍ଲୋକରେ ମଧ୍ୟ ହୁତମ୍ ପଦ ଅର୍ଥ ହବନ କ୍ରିୟା ବୋଲି ମାନି ନିଆଯାଇଛି। ତେଣୁ ଯାହାଦ୍ୱାରା କିଛି ବସ୍ତୁ ଅର୍ପଣ କରାଯାଏ, ଅର୍ପତ୍ୟେ ଅନେନ, ଏହି ବ୍ୟୁତ୍ପତ୍ତି ଅନୁସାରେ ଅର୍ପଣମ୍ ପଦର ଅର୍ଥ ଯାହାଦ୍ୱାରା ଘୃତ ଆଦି ଦ୍ରବ୍ୟ ଅଗ୍ନିରେ ପକାଯାଏ, ସେହି ଶ୍ରୁବ ଆଦି ଉପକରଣ ବୋଲି ମାନିବା ଉଚିତ। ଏଠାର ଅନ୍ତିମ ପ୍ରଶ୍ନ, ବ୍ରହ୍ମ କର୍ମରେ ସ୍ଥିତ ହେବା କ'ଣ ଏବଂ ତାହାଦ୍ୱାରା ପ୍ରାପ୍ତ ହେଉଥିବା ଫଳ ମଧ୍ୟ ବ୍ରହ୍ମ ହିଁ ଅଟେ, ଏ କଥାର ଭାବ କ'ଣ? ଏହାର ଉତ୍ତର ହେଲା, ନିରନ୍ତର ସର୍ବତ୍ର ବ୍ରହ୍ମବୁଦ୍ଧି ରଖିବା, କାହାରିକୁ ବ୍ରହ୍ମଠାରୁ ଭିନ୍ନ ବୋଲି ନ ବୁଝିବା ହିଁ ବ୍ରହ୍ମ କର୍ମରେ ସ୍ଥିତ ହେବ। ଏହି ପ୍ରକାର ସାଧନା ଫଳରେ ନିଃସନ୍ଦେହ ପରଂବ୍ରହ୍ମ ପରମାତ୍ମାଙ୍କ ପ୍ରାପ୍ତି ହୁଏ। ଉପରୋକ୍ତ ସାଧନା କରୁଥିବା ଯୋଗୀ ଅନ୍ୟ ଫଳର ଭାଗୀ ହୁଅନ୍ତି ନାହିଁ। ଏହି ଭାବ ଦେଖାଇବାକୁ ଯାଇ କୁହାଯାଇଛି ଯେ ତାହାଦ୍ୱାରା ପ୍ରାପ୍ତ ହେଉଥିବା ଫଳ ମଧ୍ୟ ବ୍ରହ୍ମ ହିଁ ଅଟେ। 25ତମ ଶ୍ଲୋକ ସମ୍ବନ୍ଧରେ କୁହାଯାଇଛି, ଏପରି ଭାବରେ ବ୍ରହ୍ମ କର୍ମ ରୂପକ ଯଜ୍ଞର ବର୍ଣ୍ଣନା କରିସାରି ପରବର୍ତ୍ତୀ ଶ୍ଲୋକରେ ଭଗବାନ ଦେବ ପୂଜନ ରୂପକ ଯଜ୍ଞର ଏବଂ ଆତ୍ମ ପରମାତ୍ମା ଅଭେଦ ଦର୍ଶନ ରୂପକ ଯଜ୍ଞର ବର୍ଣ୍ଣନା କରୁଛନ୍ତି। ଏହି ଶ୍ଲୋକର ଭାବାର୍ଥ ହେଲେ, ଅନ୍ୟ କେତେକ ଯୋଗୀ ଦେବତାମାନଙ୍କ ପୂଜନ ରୂପକ ଯଜ୍ଞକୁ ହିଁ ଭଲ ଭାବରେ ଅନୁଷ୍ଠାନ କରନ୍ତି ଏବଂ ଅନ୍ୟ କେତେକ ଯୋଗୀ ପରଂବ୍ରହ୍ମ ପରମାତ୍ମା ରୂପକ ଅଗ୍ନିରେ ଅଭେଦ ଦର୍ଶନ ରୂପକ ଯଜ୍ଞ ଦ୍ୱାରା ହିଁ ଆତ୍ମ ରୂପକ ଯଜ୍ଞକୁ ହବନ କରନ୍ତି।
ଏଠାରେ ପ୍ରଶ୍ନ ଆସୁଛି, ଏଠାରେ ଯୋଗିନଂ ପଦ କେଉଁ ଯୋଗୀମାନଙ୍କର ବାଚକ ଏବଂ ତାହା ସହିତ ଅପରେ ବିଶେଷଣ କାହିଁକି ପ୍ରୟୋଗ କରାଯାଇଛି? ଏହାର ଉତ୍ତର ହେଲା, ଏଠାରେ ଯୋଗିନ ପଦଟି ହେଉଛି ମମତ୍ୱ, ଆସକ୍ତି ଓ ଫଳେଚ୍ଛା ତ୍ୟାଗ କରି ଶାସ୍ତ୍ର ବିହିତ ଯଜ୍ଞାଦି କର୍ମ କରୁଥିବା ସାଧକମାନଙ୍କର ବାଚକ। ଏହି ସାଧକମାନଙ୍କୁ ପୂର୍ବ ଶ୍ଲୋକରେ ବର୍ଣ୍ଣିତ ବ୍ରହ୍ମକର୍ମ କରୁଥିବା ଲୋକଙ୍କ ଠାରୁ ପୃଥକ୍ ବୋଲି ଦର୍ଶାଇବା ଅର୍ଥାତ୍ ଏମାନଙ୍କର ସାଧନା ପୂର୍ବୋକ୍ତ ସାଧନା ଠାରୁ ଭିନ୍ନ ଏବଂ ଦୁଇ ସାଧନାର ଅଧିକାରୀ ଭିନ୍ନ ଭିନ୍ନ ଯୋଗୀ ଅଟନ୍ତି ବୋଲି ସ୍ପଷ୍ଟ କରିଦେବାକୁ ଏଠାରେ ଯୋଗିନଃ ପଦ ସହିତ ଅପରେ ବିଶେଷଣ ପ୍ରୟୋଗ କରାଯାଇଛି। ଏଠାରେ ଅନ୍ୟ ଏକ ପ୍ରଶ୍ନ, ଦୈବମ୍ ବିଶେଷଣ ସହିତ ଯଜ୍ଞମ୍ ପଦଟି କେଉଁ କର୍ମର ବାଚକ ଏବଂ ତାହା ଭଲ ଭାବରେ ଅନୁଷ୍ଠାନ କରିବା କହିଲେ କ'ଣ ବୁଝାଏ? ଏହି ଶ୍ଲୋକର ପୂର୍ବାର୍ଦ୍ଧରେ ଭଗବାନଙ୍କ ବକ୍ତବ୍ୟର ଅଭିପ୍ରାୟ କ'ଣ? ଏହାର ଉତ୍ତର ହେଲା, ବ୍ରହ୍ମା, ଶିବ, ଶକ୍ତି, ଗଣେଶ, ସୂର୍ଯ୍ୟ, ଚନ୍ଦ୍ର ଏବଂ ବରୁଣାଦି ଯେଉଁ ଶାସ୍ତ୍ର ସମ୍ମତ ଦେବତା ଅଛନ୍ତି ସେମାନଙ୍କ ପାଇଁ ହବନ କରିବା, ସେମାନଙ୍କ ପୂଜା କରିବା, ସେମାନଙ୍କ ମନ୍ତ୍ର ଜପ କରିବା, ସେମାନଙ୍କ ନିମିତ୍ତ ଦାନ ଦେବା ଏବଂ ବ୍ରାହ୍ମଣ ଭୋଜନ କରାଇବା ଆଦି ସମସ୍ତ କର୍ମର ବାଚକ ରୂପେ ଏଠାରେ ଦୈବମ୍ ବିଶେଷଣ ସହିତ ଯଜ୍ଞମ୍ ପଦ ଆସିଛି। ନିଜର କର୍ତ୍ତବ୍ୟ ବୋଲି ବୁଝି ମମତ୍ୱ, ଆସକ୍ତି ଏବଂ ଫଳେଚ୍ଛା ତ୍ୟାଗ କରି କେବଳ ପରମାତ୍ମା ପ୍ରାପ୍ତି ଉଦ୍ଦେଶ୍ୟରେ ଏହି ସମସ୍ତ କର୍ମ ଶ୍ରଦ୍ଧା ଭକ୍ତି ପୂର୍ବକ ଶାସ୍ତ୍ର ବିଧି ଅନୁସାରେ ପୂର୍ଣ୍ଣ ଭାବରେ କରିବା ହିଁ ଭଲ ଭାବରେ ଦୈବ ଯଜ୍ଞ ଅନୁଷ୍ଠାନ କରିବା। ଏହି ଶ୍ଲୋକରେ ପୂର୍ବାର୍ଦ୍ଧରେ ଭଗବାନ ଦେଖାଇଛନ୍ତି ଯେ ଯେଉଁମାନେ ଏହିପରି ଦେବ ଉପାସନା କରନ୍ତି ସେମାନଙ୍କର କ୍ରିୟା ମଧ୍ୟ ଯଜ୍ଞ ନିମିତ୍ତ କରାଯାଉଥିବା କର୍ମର ଅନ୍ତର୍ଗତ। ଏଠାରେ ଅନ୍ୟ ଏକ ପ୍ରଶ୍ନ, ବ୍ରହ୍ମ ରୂପକ ଅଗ୍ନିରେ ଯଜ୍ଞ ଦ୍ୱାରା ହିଁ ଯଜ୍ଞର ହବନ କରିବା କ'ଣ? ଉତ୍ତର ହେଲା, ଅନାଦି ସିଦ୍ଧ ଅଜ୍ଞାନ ହେତୁ ଶରୀରର ଉପାଧି ଓ ଦ୍ୱାରା ଆତ୍ମା ଓ ପରମାତ୍ମାର ଭେଦ ଅନାଦି କାଳରୁ ପ୍ରତୀତ ହୋଇଆସିଛି। ଏହି ଅଜ୍ଞାନ ଜନିତ ଭେଦ ପ୍ରତୀତକୁ ଜ୍ଞାନାଭ୍ୟାସ ଦ୍ୱାରା ଲୋପ କରିଦେବା ଅର୍ଥାତ୍ ଶାସ୍ତ୍ର ଏବଂ ଆଚାର୍ଯ୍ୟଙ୍କ ଉପଦେଶରୁ ଶୁଣିଥିବା ତତ୍ତ୍ୱ ଜ୍ଞାନକୁ ନିରନ୍ତର ମନନ ଏବଂ ନିଦିଧ୍ୟାସନ କରି କରି ନିତ୍ୟ ବିଜ୍ଞାନାନନ୍ଦ ଘନ ଗୁଣାତୀତ ପରମବ୍ରହ୍ମ ପରମାତ୍ମାଙ୍କ ଠାରେ ଅଭେଦ ଭାବରେ ଆତ୍ମକୁ ଏକ କରିଦେବା ବା ବିଲୀନ କରିଦେବା ହିଁ ବ୍ରହ୍ମରୂପ ଅଗ୍ନିରେ ଯଜ୍ଞ ଦ୍ୱାରା ଯଜ୍ଞର ହବନ କରିବା। ଏହିପରି ଯଜ୍ଞ କରୁଥିବା ଜ୍ଞାନ ଯୋଗୀଙ୍କ ଦୃଷ୍ଟିରେ ଏକ ନିର୍ଗୁଣ ନିରାକାର ସଚ୍ଚିଦାନନ୍ଦ ଘନ ବ୍ରହ୍ମଙ୍କ ବ୍ୟତୀତ ନିଜର ବା ଅନ୍ୟ କାହାର କୌଣସି ବି ପୃଥକ୍ ସତ୍ତା ରହେ ନାହିଁ। ଏହି ତ୍ରିଗୁଣମୟ ସଂସାର ସହିତ ତାଙ୍କର କୌଣସି ବି ସମ୍ବନ୍ଧ ରହେ ନାହିଁ। ତାଙ୍କ ପାଇଁ ସଂସାରର ଅତ୍ୟନ୍ତା ଭାବ ହୋଇଯାଏ। ଏଠାରେ ଅନ୍ୟ ଏକ ପ୍ରଶ୍ନ, ପୂର୍ବ ଶ୍ଲୋକରେ ବର୍ଣ୍ଣିତ ବ୍ରହ୍ମକର୍ମ ଠାରୁ ଅଭେଦ ଦର୍ଶନ ରୂପକ ଯଜ୍ଞର ପ୍ରଭେଦ କ'ଣ? ଏହାର ଉତ୍ତର ହେଲା, ସାଂଖ୍ୟ ଯୋଗୀଙ୍କ ଦ୍ୱାରା ଦୁଇଟି ଯାକ ସାଧନା କରାଯାଏ ଏବଂ ଦୁଇଟି ଯାକର ପରମବ୍ରହ୍ମ ପରମାତ୍ମା ହିଁ ଅଗ୍ନିସ୍ଥାନୀୟ ଅଟନ୍ତି। ତେଣୁ ଦୁଇଟିରେ ଏକତା ପ୍ରତୀତ ହୁଏ। ତାହା ଦୁହିଁଙ୍କର ଫଳ ଅଭିନ୍ନ ଭାବରେ ସଚ୍ଚିଦାନନ୍ଦ ଘନ ବ୍ରହ୍ମ ପ୍ରାପ୍ତି ହୋଇଥିବାରୁ ପ୍ରକୃତରେ ପ୍ରଭେଦ ବୋଲି କିଛି ନାହିଁ, କେବଳ ସାଧନା ପ୍ରଣାଳୀରେ ହିଁ ପାର୍ଥକ୍ୟ ରହିଛି। ତାହା ସ୍ପଷ୍ଟ କରିଦେବାକୁ ସାଧନା ଦୁଇଟିର ବର୍ଣ୍ଣନା ଅଲଗା ଅଲଗା କରାଯାଇଛି। ପୂର୍ବ ଶ୍ଲୋକରେ ବର୍ଣ୍ଣିତ ସାଧନାରେ ତ ସର୍ବଂ ଖଲିଦଂ ବ୍ରହ୍ମ, ଏହି ଶ୍ରୁତି ବାକ୍ୟ ଅନୁସାରେ ସର୍ବତ୍ର ବ୍ରହ୍ମ ବୁଦ୍ଧି କରିବାର ବର୍ଣ୍ଣନା ରହିଛି ଏବଂ ଉପରୋକ୍ତ ସାଧନାରେ ସମସ୍ତ ଜଗତର ସମ୍ବନ୍ଧର ଅଭାବ କରିଦେଇ ଆତ୍ମା ଏବଂ ପରମାତ୍ମାଙ୍କ ଠାରେ ଅଭେଦ ଦର୍ଶନର କଥା କୁହାଯାଇଛି। 26ତମ ଶ୍ଲୋକ ସମ୍ବନ୍ଧରେ କୁହାଯାଇଛି, ଦୈବ ଯଜ୍ଞ ଏବଂ ଅଭେଦ ଦର୍ଶନ ରୂପକ ଯଜ୍ଞ ବର୍ଣ୍ଣନା କରିବା ପରେ ଭଗବାନ ବର୍ତ୍ତମାନ ଇନ୍ଦ୍ରିୟ ସଂଯମ ରୂପକ ଯଜ୍ଞ ଏବଂ ବିଷୟ ସେବନ ରୂପକ ଯଜ୍ଞ ବର୍ଣ୍ଣନା କରୁଛନ୍ତି। ଏହି ଶ୍ଲୋକର ଭାବାର୍ଥ ହେଲା, ଅନ୍ୟ ଯୋଗୀମାନେ ସ୍ରୋତ ଆଦି ଇନ୍ଦ୍ରିୟମାନଙ୍କୁ ସଂଯମ ରୂପକ ଅଗ୍ନିମାନଙ୍କରେ ହୋମ କରନ୍ତି ଏବଂ ଆଉ କେତେକ ଯୋଗୀ ଶବ୍ଦାଦି ବିଷୟମାନଙ୍କୁ ଇନ୍ଦ୍ରିୟ ରୂପକ ଅଗ୍ନିମାନଙ୍କରେ ହୋମ କରନ୍ତି। ଏଠାରେ ପ୍ରଶ୍ନ ହେଉଛି, ସଂଯମକୁ ଅଗ୍ନି ବୋଲି କହିବାର ଭାବ କ'ଣ ଏବଂ ସେଥିରେ ବହୁ ବଚନ ପ୍ରୟୋଗ କାହିଁକି କରାଯାଇଛି? ଏହାର ଉତ୍ତର ହେଲା, ଇନ୍ଦ୍ରିୟ ସଂଯମ ରୂପକ ସାଧନାକୁ ଯଜ୍ଞର ରୂପ ଦେବା ପାଇଁ ସଂଯମକୁ ଅଗ୍ନି ବୋଲି କୁହାଯାଇଛି ଏବଂ
ପ୍ରତ୍ୟେକ ଇନ୍ଦ୍ରିୟର ସଂଯମ ଅଲଗା ଅଲଗା ହୁଏ। ଏହି କଥାଟି ସ୍ପଷ୍ଟ କରିଦେବାକୁ ସେଥିରେ ବହୁ ବଚନ ପ୍ରୟୋଗ କରାଯାଇଛି। ଏଠାରେ ପ୍ରଶ୍ନ ଆସୁଛି, ସଂଯମ ରୂପକ ଅଗ୍ନିମାନଙ୍କରେ ଶ୍ରୋତ୍ର ଆଦି ଇନ୍ଦ୍ରିୟମାନଙ୍କୁ ହୋମ କରିବାର ଅର୍ଥ କ'ଣ? ଉତ୍ତର ହେଲା, ଦ୍ୱିତୀୟ ଅଧ୍ୟାୟରେ କୁହାଯାଇଛି ଯେ ଇନ୍ଦ୍ରିୟମାନେ ଅତ୍ୟନ୍ତ ପ୍ରଥନଶୀଳ। ସେମାନେ ବଳପୂର୍ବକ ସାଧକଙ୍କ ମନକୁ ତଳେ ପକାଇ ଦିଅନ୍ତି। ତେଣୁ ଇନ୍ଦ୍ରିୟମାନଙ୍କୁ ନିଜର ବଶ କରିନେବା ସେମାନଙ୍କର ସ୍ୱତନ୍ତ୍ରତା ଲୋପ କରିଦେବା, ସେମାନଙ୍କଠାରେ ମନକୁ ବିଚଳିତ କରିବାର ଶକ୍ତି ରହିବାକୁ ନ ଦେବା ତଥା ସେମାନଙ୍କୁ ସାଂସାରିକ ଭୋଗମାନଙ୍କର ପ୍ରବୃତ୍ତି ହେବାକୁ ନ ଦେବା ହିଁ ଇନ୍ଦ୍ରିୟମାନଙ୍କୁ ସଂଯମ ରୂପକର ଅଗ୍ନିମାନଙ୍କରେ ହୋମ କରିବା। ତାତ୍ପର୍ଯ୍ୟ ଏହି ଯେ ଶ୍ରୋତ୍ର, ଚର୍ମ, ନେତ୍ର, ଜିହ୍ୱା ଏବଂ ନାସିକକୁ ବଶ କରି ପ୍ରତ୍ୟାହାର କରିବା, ଅର୍ଥାତ୍ ଶବ୍ଦ, ସ୍ପର୍ଶ, ରୂପ, ରସ ଓ ଗନ୍ଧ ଆଦି ବାହାର ଭିତରେ ସମସ୍ତ ବିଷୟରୁ ଇନ୍ଦ୍ରିୟମାନଙ୍କୁ ବିବେକପୂର୍ବକ ଦୂରେଇ ଦେଇ ଉପରତ ହୋଇଯିବା ହିଁ ଶ୍ରୋତ୍ର ଆଦି ଇନ୍ଦ୍ରିୟମାନଙ୍କୁ ସଂଯମ ରୂପକ ଅଗ୍ନିମାନଙ୍କଠାରେ ହୋମ କରିବା। ଏହାର ସ୍ପଷ୍ଟ ଭାବ ଦ୍ୱିତୀୟ ଅଧ୍ୟାୟର 58 ଶ୍ଲୋକରେ କଇଁଚ ଦୃଷ୍ଟାନ୍ତ ଦେଇ କୁହାଯାଇଛି। ଏଠାରେ ଅନ୍ୟ ଏକ ପ୍ରଶ୍ନ, ତୃତୀୟ ଅଧ୍ୟାୟର 6 ଶ୍ଲୋକରେ ଯେଉଁ ଇନ୍ଦ୍ରିୟ ସଂଯମକୁ ମିଥ୍ୟାଚାର ବୋଲି କୁହାଯାଇଛି, ସେହି ଓ ଏହି ଇନ୍ଦ୍ରିୟ ସଂଯମ ମଧ୍ୟରେ ପାର୍ଥକ୍ୟ କ'ଣ? ଏହାର ଉତ୍ତର ହେଲା, ସେଠାରେ କେବଳ ଇନ୍ଦ୍ରିୟମାନଙ୍କୁ ଦେଖିବା, ଶୁଣିବା ତଥା ଖାଇବା ପିଇବା ଆଦି ବାହ୍ୟ ବିଷୟମାନଙ୍କରୁ ରୋଧ କରିଦେବା ହିଁ ସଂଯମ ବୋଲି କୁହାଯାଇଛି। ଇନ୍ଦ୍ରିୟମାନଙ୍କୁ ବଶ କରିବା କଥା ସେଠାରେ ନାହିଁ, କାରଣ ସେଠାରେ ମନ ଦ୍ୱାରା ଇନ୍ଦ୍ରିୟମାନଙ୍କର ବିଷୟମାନଙ୍କୁ ଚିନ୍ତନ କରୁଥିବା କଥା ସ୍ପଷ୍ଟ ହୋଇଯାଇଛି। କିନ୍ତୁ ଏଠାରେ ସେପରି କଥା ନାହିଁ। ଏଠାରେ ଇନ୍ଦ୍ରିୟମାନଙ୍କୁ ବଶ କରିନେବା ନାମ ସଂଯମ। ବଶ କରାଯାଇଥିବା ଇନ୍ଦ୍ରିୟମାନଙ୍କଠାରେ ମନକୁ ବିଷୟମାନଙ୍କର ପ୍ରବୃତ୍ତି କରିବାର ଶକ୍ତି ରହେ ନାହିଁ। ସେଠାରେ ବ୍ୟକ୍ତି ଇନ୍ଦ୍ରିୟମାନଙ୍କୁ ବଶ ନ କରି କେବଳ ଦମ୍ଭାଚାର ଦ୍ୱାରା ଇନ୍ଦ୍ରିୟମାନଙ୍କୁ ବିଷୟମାନଙ୍କ ଠାରୁ ଦୂରେଇ ରଖେ, ଅଥଚ ମନ ଦ୍ୱାରା ବିଷୟମାନଙ୍କୁ ଚିନ୍ତା କରେ। କିନ୍ତୁ ଏଠାରେ ବ୍ୟକ୍ତି ପରମାତ୍ମାଙ୍କୁ ପାଇବା ପାଇଁ ଇନ୍ଦ୍ରିୟମାନଙ୍କୁ ବଶ କରିନିଏ, କିନ୍ତୁ ତା ମନରେ ବିଷୟ ଚିନ୍ତନ ହୁଏ ନାହିଁ। ନିରନ୍ତର ପରମାତ୍ମାଙ୍କ ଚିନ୍ତନ ହିଁ ହେଉଥାଏ। ଏହା ହିଁ ମିଥ୍ୟାଚାରର ସଂଯମ ଏବଂ ଯଥାର୍ଥ ସଂଯମ ମଧ୍ୟରେ ପାର୍ଥକ୍ୟ। ପ୍ରଶ୍ନ ହେଉଛି, ଶ୍ଲୋକର ଉତ୍ତରାର୍ଦ୍ଧରେ ଇନ୍ଦ୍ରିୟ ଶବ୍ଦ ସହିତ ଅଗ୍ନି ଶବ୍ଦର ସମସା କାହିଁକି କରାଯାଇଛି? ଇନ୍ଦ୍ରିୟାଗ୍ନିଷୁ ପଦରେ ବହୁ ବଚନ ପ୍ରୟୋଗର ଅଭିପ୍ରାୟ କ'ଣ? ଏହାର ଉତ୍ତର ହେଲା, ଆସକ୍ତି ରହିତ ଇନ୍ଦ୍ରିୟମାନଙ୍କ ଦ୍ୱାରା ନିଷ୍କାମ ଭାବରେ ବିଷୟ ସେବନ ରୂପକ ସାଧନକୁ ଯଜ୍ଞର ରୂପ ଦେବାକୁ ଏଠାରେ ଇନ୍ଦ୍ରିୟ ଶବ୍ଦ ସହିତ ଅଗ୍ନି ଶବ୍ଦର ସମାସ କରାଯାଇଛି ଏବଂ ପ୍ରତ୍ୟେକ ଇନ୍ଦ୍ରିୟ ଦ୍ୱାରା ଅନାସକ୍ତ ଭାବରେ ଅଲଗା ଅଲଗା ବିଷୟମାନଙ୍କୁ ସେବନ କରାଯାଏ। ଏହି କଥା ସ୍ପଷ୍ଟ କରିବାକୁ ଏଥିରେ ବହୁ ବଚନ ପ୍ରୟୋଗ କରାଯାଇଛି। ପ୍ରଶ୍ନ, ଶବ୍ଦାଦି ବିଷୟମାନଙ୍କୁ ଇନ୍ଦ୍ରିୟ ରୂପକ ଅଗ୍ନିମାନଙ୍କରେ ହୋମ କରିବାର ଅର୍ଥ କ'ଣ? ଏହାର ଉତ୍ତର ହେଲା, ବଶ କରାଯାଇଥିବା ଏବଂ ରାଗ ଦ୍ୱେଷ ରହିତ ଇନ୍ଦ୍ରିୟମାନଙ୍କ ଦ୍ୱାରା ବର୍ଣ୍ଣ, ଆଶ୍ରମ ଏବଂ ପରିସ୍ଥିତି ଅନୁସାରେ ଯୋଗ୍ୟତାକୁ ପ୍ରାପ୍ତ ବିଷୟମାନଙ୍କୁ ଗ୍ରହଣ କରି ସେସବୁକୁ ଇନ୍ଦ୍ରିୟମାନଙ୍କ ବିଲୀନ କରିଦେବା, ଅର୍ଥାତ୍ ସେସବୁ ସେବନ କରିବା ସମୟରେ ବା ଅନ୍ୟ ସମୟରେ ଅନ୍ତଃକରଣରେ ବା ଇନ୍ଦ୍ରିୟମାନଙ୍କରେ କୌଣସି ପ୍ରକାର ବିକାର ଉତ୍ପନ୍ନ କରିବା ଶକ୍ତି ରହିବାକୁ ନ ଦେବା ହିଁ ଶବ୍ଦାଦି ବିଷୟମାନଙ୍କୁ ଇନ୍ଦ୍ରିୟ ରୂପକ ଅଗ୍ନିମାନଙ୍କ ହୋମ କରିଦେବା। ଅଭିପ୍ରାୟ ଏହି ଯେ କାନରେ ନିନ୍ଦା ବା ଶ୍ରୁତି କିମ୍ବା ଅନ୍ୟ କୌଣସି ପ୍ରକାର ଅନୁକୂଳ ବା ପ୍ରତିକୂଳ ଶବ୍ଦ ଶୁଣି, ନେତ୍ରରେ ଭଲ ମନ୍ଦ ଦୃଶ୍ୟ ଦେଖି, ଜିହ୍ୱା ଦ୍ୱାରା ଅନୁକୂଳ ବା ପ୍ରତିକୂଳ ରସ ଗ୍ରହଣ କରି, ଏହିପରି ଅନ୍ୟ ସମସ୍ତ ଇନ୍ଦ୍ରିୟମାନଙ୍କ ଦ୍ୱାରା ମଧ୍ୟ ପ୍ରାରବ୍ଧ ଅନୁସାରେ ଯୋଗ୍ୟତାକୁ ପ୍ରାପ୍ତ ସମସ୍ତ ବିଷୟ ଅନାସକ୍ତ ଭାବରେ ସେବନ କରି ଅନ୍ତଃକରଣରେ ସମଭାବ ରଖିବା, ଭେଦ ବୁଦ୍ଧି ଜନିତ ରାଗ ଦ୍ୱେଷ ଏବଂ ହର୍ଷ ଶୋକାଦି ବିକାରଜାତ ହେବାକୁ ନ ଦେବା, ଅର୍ଥାତ୍ ସେହି ବିଷୟମାନଙ୍କରେ ମନକୁ ଏବଂ ଇନ୍ଦ୍ରିୟମାନଙ୍କୁ ବିଚଳିତ କରିବା ପାଇଁ ଯେଉଁ ଶକ୍ତି ରହିଛି ତାହା ନାଶ କରିଦେଇ ତାହାକୁ ଇନ୍ଦ୍ରିୟମାନଙ୍କରେ ବିଲୀନ କରିଦେବା ହିଁ ଶବ୍ଦାଦି ବିଷୟମାନଙ୍କୁ ଇନ୍ଦ୍ରିୟ ରୂପକ ଅଗ୍ନିମାନଙ୍କୁ ହବନ କରିବା। କାରଣ ବିଷୟମାନଙ୍କରେ ଆସକ୍ତି, ସୁଖ ଏବଂ ରମଣୀୟ ବୁଦ୍ଧି ନ ରହିବାକୁ ସେହି ବିଷୟ ଭୋଗ ସାଧକଙ୍କ ଉପରେ ନିଜର ପ୍ରଭାବ ପକାଇ ପାରେ ନାହିଁ। ତାହା ସ୍ୱୟଂ ଅଗ୍ନିର ତୃଣ ପରି ଭସ୍ମ କରି ହୋଇଯାଏ।